ଆପଣ ତ ସବୁବେଳେ ପୂଜା ପାଠ କରୁଥିବେ, କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କ ଘରେ 2ଟି ଦୀପ ରହିବା ହୋଇଥାଏ ଅତ୍ୟନ୍ତ ଜରୁରୀ। ତେବେ ଜାଣି ନିଅନ୍ତୁ ଏହା କାହିଁକି ଜରୁରୀ। ହିନ୍ଦୁ ଧର୍ମରେ ଦୀପର ଅନେକ ମହତ୍ତ୍ୱ ରହିଛି। ଏହାକୁ ଜାଳିବା ଅତ୍ୟନ୍ତ ପବିତ୍ର ମନାଯାଇଛି। ଏଥିପାଇଁ ସବୁ ଶୁଭ କାର୍ଯ୍ୟ ପୂର୍ବରୁ ଦୀପ ଜାଳିବାର ନିୟମ ରହିଛି। ବିନା ଦୀପରେ ପୂଜା ସଫଳ ହୋଇନଥାଏ, କିନ୍ତୁ ଦୀପ ଜାଳିବାର ଅନେକ ନିୟମ ଗୁଡ଼ିଏ ରହିଛି। କୁହାଯାଏ ଯେ ପୂଜା ଶେଷ ହେବାର ଆଗାମୀ କିଛି ସମୟ ପର୍ଯ୍ୟନ୍ତ ମଧ୍ୟ ଦୀପ ଜାଳିବା ଜାରି ରଖିବା ଉଚିତ। ଋଗ୍‌ବେଦ ଅନୁଯାୟୀ ଦୀପରେ ଦେବତାମାନଙ୍କର ତେଜ ରହିଥାଏ, ଯାହାକୁ ଜାଳିବା ଦ୍ୱାରା ଦେବତାଙ୍କ ସହିତ ସିଧାସଳଖ ସମ୍ବନ୍ଧ ସ୍ଥାପିତ ହୋଇଥାଏ ବୋଲି ମାନ୍ୟତା ରହିଛି। ଘରେ ତୁଳସୀ ଗଛ ମୂଳରେ ହେଉ କିମ୍ବା କୌଣସି ନୂଆ କାମ ଆରମ୍ଭ ହେଉ, ଦୀପ ଜାଳିବା ନିହାତି ଆବଶ୍ୟକ ଅଟେ। ସକାଳ ସନ୍ଧ୍ୟା ଦୀପ ଜାଳିଲେ ଘରକୁ ସକାରାତ୍ମକତା ଆସିଥାଏ। ପୁରାଣ ଅନୁଯାୟୀ ପୂଜାରେ ଗାଈ ଘିଅରେ ଦୀପ ଜାଳିବା ସର୍ବୋତ୍ତମ ହୋଇଥାଏ। ଦୀପ ଜାଳିବା ଦ୍ୱାରା ଜୀବନର ଅନେକ ସମସ୍ୟା ଦୂର ହୋଇଯାଏ। ଘରେ ପୂଜା ସ୍ଥାନ ଉତ୍ତର ପୂର୍ବ ଦିଗରେ ରହିବା ଉଚିତ ଏବଂ ଦୀପକୁ ସର୍ବଦା ଭଗବାନଙ୍କ ମୂର୍ତ୍ତି ସାମ୍ନାରେ ରଖିବା ଉଚିତ। ଘିଅର ଦୀପ ଜାଳିଲେ ସେଥିରେ ନାଲି ବତୀ ବ୍ୟବହାର କରିବା ବହୁତ ଶୁଭ ବୋଲି ମନାଯାଇଥାଏ। କୌଣସି ରୋଗରେ ଆପଣମାନେ ପୀଡ଼ିତ ଥିଲେ ପ୍ରତ୍ୟେକ ଦିନ ଆପଣ ସୂର୍ଯ୍ୟଦେବଙ୍କ ପ୍ରତିମା ସାମ୍ନାରେ ତେଲର ଦୀପ ପ୍ରଜ୍ୱଳନ କରନ୍ତୁ। ଘରର ଦ୍ୱାରରେ ପ୍ରତ୍ୟେକ ଦିନ ତେଲ ଦୀପ ଜାଳିବା ଘରୁ ନକାରାତ୍ମକକୁ ଦୂର କରିଥାଏ। ଏହା ଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ। ପୂର୍ବ ଏବଂ ଉତ୍ତର ଦିଗରେ ଦୀପ ଜାଳିବା ସବୁଠାରୁ ଅଧିକ ଶୁଭ ହୋଇଥାଏ। ପଶ୍ଚିମ ଏବଂ ଦକ୍ଷିଣରେ ଦୀପ ଜାଳିବା ଶୁଭ ହୋଇନଥାଏ। ଏହା ଦ୍ୱାରା ଜୀବନରେ ସବୁବେଳେ ଦୁଃଖ ଆସିଥାଏ। ପ୍ରତ୍ୟେକ ଦିନ ଘରର ଉତ୍ତର ଦିଗରେ ଏକ ଘିଅର ଦୀପ ଜାଳିଲେ ଘରକୁ ଧନର ଆଗମନ ହୋଇଥାଏ। ଗ୍ରହଜନିତ ମୁକ୍ତି ପାଇଁ ପ୍ରତ୍ୟେକ ସୋମବାର ଦିନ ଶିବଲିଙ୍ଗ ସାମ୍ନାରେ ଦୀପ ଜାଳନ୍ତୁ। ଯେଉଁ ଲୋକଙ୍କୁ ଭୟ ସମସ୍ୟା ରହିଛି ସେମାନେ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ହନୁମାନଙ୍କ ସାମ୍ନାରେ ପଞ୍ଚମୁଖୀ ଦୀପ ଜାଳିବା ଉଚିତ। ଏହା ଦ୍ୱାରା ଭୟ ଦୂର ହୋଇଥାଏ। ମାଟିର ଦୀପ ଜାଳିଲେ ପୂଜା ସଫଳ ହୋଇଥାଏ, କିନ୍ତୁ ତାହାକୁ କେବଳ ଥରେ ବ୍ୟବହାର କରିବା ପରେ ଜଳରେ ଭସାଇ ଦିଅନ୍ତୁ। ସେହି ଦୀପକୁ ପୁଣି ଥରେ ବ୍ୟବହାର ଆଦୌ କରନ୍ତୁ ନାହିଁ। ଅଟାର ଦୀପ କ୍ଷେତ୍ରରେ ମଧ୍ୟ ଆପଣ ଥରେ ବ୍ୟବହାର ପରେ ତାହାକୁ ପକ୍ଷୀଙ୍କୁ ଖାଇବାକୁ ଦେଇ ଦିଅନ୍ତୁ। ଧାତୁ ଦୀପ ମଧ୍ୟରେ କଂସା ଦୀପ ସବୁଠାରୁ ଉତ୍ତମ ଅଟେ। ଏମିତି ଅନେକ ଗୁଡ଼ିଏ ଜିନିଷ ଅଛି ଯାହା ଆପଣଙ୍କ ଘରେ ରଖିବା ଦ୍ୱାରା ଟଙ୍କା ବର୍ଷା କରିଥାଏ। ସେହି ଜିନିଷ ଆପଣଙ୍କ ଘରେ ନାହିଁ ତ ଏବେ ଆସନ୍ତୁ ଜାଣିବା। ଯଦି ସେହି ଜିନିଷ ଆପଣଙ୍କ ଘରେ ନାହିଁ, ତେବେ ତୁରନ୍ତ ଆଣି ଆପଣଙ୍କ ଘରେ ରଖନ୍ତୁ। ଘରର ପୂଜା ଘରେ ଆମେ ପୂଜା ପାଠ କରିଥାଉ ଏବଂ ପୂଜା ପାଠ ମାଧ୍ୟମରେ କିଛି ଜିନିଷ ଦେଖିବା ଏବଂ ମନେଇବାକୁ ଆମେମାନେ ଅନେକ ଚେଷ୍ଟା କରିଥାଉ, ଯାହାଦ୍ୱାରା ପୂଜାର ଫଳ ଆମକୁ ପ୍ରାପ୍ତ ହୋଇପାରିବ ଏବଂ ସେଥିପାଇଁ ଘରେ ଦେବୀ ଦେବତାଙ୍କ ଫଟୋ ଆଦି ଆମେମାନେ ରଖିଥାଉ, ଯାହାଦ୍ୱାରା ତାଙ୍କର ସୁନ୍ଦର ରୂପ ଆମେମାନେ ଦେଖିପାରିବା ଏବଂ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିପାରିବା। ଯଦି ଆମେ ପୂଜା ଘରେ ଏହି ମୂର୍ତ୍ତି ସହିତ ଅନ୍ୟ ମୂର୍ତ୍ତି ବି ରଖିବା ତ ନିଶ୍ଚୟ ଆମର ଭାଗ୍ୟ ଚମକି ଯାଇଥାଏ ଏବଂ ଆମ ଜୀବନରେ ସବୁ ଗରିବୀ ଦୂର ହୋଇଥାଏ। ଯଦି ଆପଣ ବାଲ ଗୋପାଳଙ୍କ ମୂର୍ତ୍ତି ରଖିଛନ୍ତି, ତେବେ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ମା ରାଧାଙ୍କର ମୂର୍ତ୍ତି ବି ରଖିବା ଉଚିତ। ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ରାଧାଙ୍କ ଫଟୋ ଆପଣମାନେ ଆପଣଙ୍କ ପୂଜା ଘରେ ନିଶ୍ଚୟ ରଖନ୍ତୁ। ଏହା ପ୍ରେମ ଏବଂ ଏକତାର ଏକ ଏମିତି ଅନୁଭୂତି ଯାହା ଯେଉଁ ଘରେ ଏମିତି ଫଟୋ ବା ମୂର୍ତ୍ତି ଥାଏ ତ ସେହି ଘରେ କୌଣସି ବି ପ୍ରକାରର ଗୃହ କ୍ଲେଶ ହୋଇନଥାଏ। ସ୍ୱାମୀ ସ୍ତ୍ରୀ ଏବଂ ପରିବାରର ସଦସ୍ୟଙ୍କ ମଧ୍ୟରେ ପରସ୍ପର ଭିତରେ ଭଲ ସମ୍ବନ୍ଧ ବନି ରହିଥାଏ। ଘରେ ଧନ ଧାନ୍ୟର ଅଭିବୃଦ୍ଧି ହୋଇଥାଏ। ମା ଲକ୍ଷ୍ମୀଙ୍କର ପୂଜା କରୁଥିଲେ ଭଗବାନ ବିଷ୍ଣୁଙ୍କର ବି ମୂର୍ତ୍ତି ନିଶ୍ଚୟ ରଖିବା ଉଚିତ।
ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ଏକା ସହିତ ପୂଜା କରିବା ଉଚିତ। ଯଦି ଆପଣ ନିଜ ପୂଜା ଘରେ ଲକ୍ଷ୍ମୀ ନାରାୟଣଙ୍କର ପୂଜା କରନ୍ତି ତ ଆପଣଙ୍କ ଘରେ 4 ଗୁଣା ଉନ୍ନତି ହେବ। ଘରର ଗୋଟେ ସ୍ଥାନରେ ପୂଜା ଘର ନିଶ୍ଚୟ ବନାଯାଇଥାଏ ଏବଂ ଅନେକ ଥର ପୂଜାର ଫଳ ମିଳିନଥାଏ। ଯେଉଁଠାରେ ସକାରାତ୍ମକ ଉର୍ଜାର ନାଶ ହୋଇଥାଏ ସେହିଠାରେ ଅସ୍ଥାୟୀ ଭାବରେ ନକାରାତ୍ମକ ଉର୍ଜା ବାସ କରିଥାଏ। ଏପରି ଭାବେ ଗରିବତା ସେହି ଘରେ ବସବାସ ବନେଇଥାଏ। ହିନ୍ଦୁ ଧର୍ମରେ ମନ୍ଦିରରେ ବିଶେଷ ମହତ୍ତ୍ୱ ରହିଥାଏ। ତେବେ ଆସନ୍ତୁ କ'ଣ ସବୁ ନିୟମ ରହିଛି ପୂଜା ଘରକୁ ନେଇ। ପୂଜା ଘର କେଉଁ ସ୍ଥାନରେ ରହିବା ଉଚିତ, ପୂଜା ଘରେ କେଉଁ ସବୁ ଜିନିଷ ରଖିବା ଉଚିତ ନୁହେଁ। ପୂଜା ଘର ବା ଠାକୁର ଘର ଉତ୍ତର ପୂର୍ବ ଦିଗ ବା ଐଶାନ୍ୟ କୋଣରେ ହେବା ଦରକାର। ଯଦି ପୂଜା ଘର ବାସ୍ତୁର ବିପରୀତରେ ହୁଏ କିମ୍ବା ଯେଉଁଠି ବି ଆପଣ ପୂଜା କରନ୍ତି ସେହି ପୂଜାରେ ଆପଣଙ୍କ ମନ ଲାଗିବ ନାହିଁ କି ତାର ଫଳ ଆପଣଙ୍କୁ କେବେ ବି ମିଳିବ ନାହିଁ। ଆପଣଙ୍କ ପୂଜା ଘରେ କେବଳ ଗୋଟିଏ ଭଗବାନଙ୍କର ଗୋଟିଏ ହିଁ ଫଟୋ ବା ମୂର୍ତ୍ତି ରଖିବା ଉଚିତ। ଗୋଟିଏ ଭଗବାନଙ୍କର 2ଟି ଫଟୋ ଆପଣମାନେ ଆଦୌ ରଖନ୍ତୁ ନାହିଁ। ଏହାକୁ ବହୁତ ଅଶୁଭ ମନାଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନଙ୍କ ଫଟୋ ବ୍ୟତୀତ କୌଣସି ଗୁରୁ କିମ୍ବା କୌଣସି ପୂର୍ବଜମାନଙ୍କର ଫଟୋ କେବେ ବି ଆପଣ ଠାକୁର ଘରେ ରଖିବେ ନାହିଁ। ଏହା ଦ୍ୱାରା ଘରେ ନକାରାତ୍ମକ ଉର୍ଜାର ବାସ ହୋଇଥାଏ। ସେଥିପାଇଁ ଏମିତି ଭୁଲ କେବେ ବି କରିବେ ନାହିଁ। ଭଗବାନ ଗଣେଶଙ୍କର 3ଟି ମୂର୍ତ୍ତି ପୁରା ଘରେ ରଖିବା ଉଚିତ ନୁହେଁ। ପୂଜା ଘରେ କୌଣସି ଭଗବାନ ଗଣେଶଙ୍କର ଫଟୋ ରଖି ପୂଜା କରିପାରିବେ, ନଚେତ୍ ଶୁଭ କାର୍ଯ୍ୟରେ ବାଧା ଆସିବ। କାର୍ଯ୍ୟ ବନୁ ବନୁ ଆପଣଙ୍କର ବିଗିଡ଼ିଯିବ। ବାସ୍ତୁଶାସ୍ତ୍ର ଅନୁସାରେ ପୂଜା ଘରେ କେବେ ବି ଭଙ୍ଗାରୁଜା ଭଗବାନଙ୍କ ମୂର୍ତ୍ତି ବା ଫଟୋ ରଖି ପୂଜା କରିବା ଆଦୌ ଉଚିତ ନୁହେଁ। ଏହା ଦ୍ୱାରା ନକାରାତ୍ମକ ଉର୍ଜା ବଢ଼ିଥାଏ। ଭଗବାନ କ୍ରୋଧିତ ହୋଇଥାନ୍ତି। ଘରେ ମନ୍ଦିର ସର୍ବଦା ଉତ୍ତର ପୂର୍ବ କୋଣରେ ହିଁ ନିର୍ମାଣ କରନ୍ତୁ। ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ କୋଣ ଅଶୁଭ ହୋଇଥାଏ। ଏହି ଦିଗରେ କେବେ ବି ପୂଜା ଘର ନିର୍ମାଣ କରିବା ଉଚିତ ନୁହେଁ। ଘରର ମନ୍ଦିରରେ କେବେ ବି 2ଟି ଶଙ୍ଖ ରଖନ୍ତୁ ନାହିଁ। ଘରେ କ'ଣ କରିଥାନ୍ତି ନା ଗୋଟେ ଶଙ୍ଖ ସ୍ଥାପିତ କରିଥାନ୍ତି ଆଉ ଗୋଟେ ଶଙ୍ଖ ବଜାଇଥାନ୍ତି। ତ ଯେଉଁ ଶଙ୍ଖ ବଜାନ୍ତି ତାକୁ ଅଲଗା ରଖନ୍ତୁ। ତ ଘରର ମନ୍ଦିରରେ କେବେ ବି ଏକା ସହିତ 2ଟି ଶଙ୍ଖ ଆଦୌ ରଖନ୍ତୁ ନାହିଁ। ବାସ୍ତୁ ଅନୁସାରେ ପୂଜା ଘରର ଆଖପାଖରେ ଶୌଚାଳୟ ବନାନ୍ତୁ ନାହିଁ। ବହୁତ ବଡ଼ ବଡ଼ ଭଗବାନଙ୍କର ମୂର୍ତ୍ତି ବି ପୂଜା ଘରେ ରଖନ୍ତୁ ନାହିଁ। ପୂଜା ସ୍ଥାନରେ ଯଦି ଆପଣ ଶିବଲିଙ୍ଗ ରଖନ୍ତି ତ ଆଙ୍ଗୁଳି ପାଖରୁ ଛୋଟ ରଖନ୍ତୁ। ପାରଦ ଶିବଲିଙ୍ଗ ରଖିଲେ ଆପଣଙ୍କ ପୂଜା ଭଗବାନ ଶୀଘ୍ର ସ୍ୱୀକାର କରିଥାନ୍ତି। ଦେବୀ ଦେବତା ମାନଙ୍କର ସର୍ବଦା ହସ ହସ ଫଟୋ ବା ମୂର୍ତ୍ତି ରଖନ୍ତୁ। ଏହା ଆପଣଙ୍କ ପାଇଁ ଭଲ ହେବ। ଉଗ୍ର ବା କ୍ରୋଧିତ ଦେବୀ ଦେବତାଙ୍କ ଫଟୋ ଆପଣମାନେ ଆଦୌ ରଖନ୍ତୁ ନାହିଁ, ନଚେତ୍ ଆପଣଙ୍କ ଜୀବନରେ ସମସ୍ୟା ବଢ଼ିବାରେ ଲାଗିବ। ଭଗବାନ ହନୁମାନଙ୍କର ବି ବେଶୀ ବଡ଼ ଫଟୋ ଆପଣଙ୍କ ପୂଜା ଘରେ ରଖନ୍ତୁ ନାହିଁ। ବସିଥିବା ହନୁମାନଙ୍କ ଫଟୋ ରଖିବେ। ଭଗବାନ ହନୁମାନ ଠିଆ ହୋଇଥିବା ଫଟୋ ରଖନ୍ତୁ ନାହିଁ। ମନେ ରଖନ୍ତୁ, ପୂଜାରେ ଯଦି ମନ ଏକାଗ୍ର ନ ହେଉଛି ତ ଧନ ସମ୍ପତ୍ତିର କ୍ଷତି ହୋଇଥାଏ। ଭୁଲରେ ଆପଣ ନିଜର ଷ୍ଟୋର ରୁମରେ ପୂଜା ସ୍ଥାନ ବନାନ୍ତୁ ନାହିଁ କିମ୍ବା ଭୁଲରେ ବି ପୂଜା ଘରକୁ ନିଜ ବେଡରୁମରେ ବି ନିର୍ମାଣ କରନ୍ତୁ ନାହିଁ, ଯାହାକି ବହୁତ ଅଶୁଭ ହୋଇଥାଏ। ବାସ୍ତୁଶାସ୍ତ୍ରରେ ଏପରି କରିବା ଦ୍ୱାରା ସେ ବ୍ୟକ୍ତି ଶୀଘ୍ର ଗରିବ ହୋଇଯାଏ। ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ ପୂଜା ଘରର କେତେ ଦିନର ଅଳିଆ ରଖିଥାନ୍ତି, ଏପରିକି ବାସି ଫୁଲ, ଅଗରବତୀର ପୁରୁଣା ଡବା, ଘିଅର ଖାଲି ଡବା, ମନ୍ଦିରରେ ବିଛା ହୋଇଥିବା ପୁରୁଣା କପଡ଼ା। ଏହି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ। ଏହି ଜିନିଷ ସବୁ ସନ୍ଧ୍ୟା ସମୟରୁ ତୁରନ୍ତ ବାହାର କରିଦିଅନ୍ତୁ, କାରଣ ଏହି ବାସି ଫୁଲ ଗରିବୀ, ଦରିଦ୍ରତା ଏବଂ ଅକାଳ ମୃତ୍ୟୁକୁ ନିୟନ୍ତ୍ରଣ କରିଥାଏ, ଅମଙ୍ଗଳ ଦୋଷ ଉତ୍ପନ୍ନ କରିଥାଏ। ଘରର ମନ୍ଦିରରେ ପିତୃପୁରୁଷଙ୍କ ଫଟୋ ରଖନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ଏହାକୁ ଅଶୁଭ ମନାଯାଏ। ପୂର୍ବଜଙ୍କ ଫଟୋ ସବୁବେଳେ ନିଜ ଘରର ଦକ୍ଷିଣ ଦିଗରେ ଲଗାଇବା ଉଚିତ, କାରଣ ଏହି ଦିଗ ଏମାନଙ୍କ ପାଇଁ ଭଲ ମନାଯାଏ। ଯଦି ଆପଣ ଅନ୍ୟ ଦିଗରେ ଲଗେଇଛନ୍ତି ତେବେ ଘରେ ନେଗେଟିଭ ଆସିଥାଏ। ମନ୍ଦିରରେ ରୋଷେଇ ଘର ନିର୍ମାଣ କରନ୍ତୁ ନାହିଁ।
ବାସ୍ତୁ ଅନୁସାରେ ଏହା ଠିକ୍ ନୁହେଁ ଏବଂ ଶଙ୍ଖକୁ ଭଗବାନ ବିଷ୍ଣୁଙ୍କର ପ୍ରତୀକ ମନାଯାଏ। ଏଥିପାଇଁ ସବୁବେଳେ ଶଙ୍ଖକୁ ବଜାନ୍ତୁ ନାହିଁ। ପ୍ରତିଦିନ ଶଙ୍ଖକୁ ସକାଳେ 3 ଥର ଏବଂ ସନ୍ଧ୍ୟାରେ 3 ଥର ବଜାନ୍ତୁ। ପୂଜା ଘରେ ଧାରୁଆ ଜିନିଷ ଯେପରିକି ଚାଖୁ, ଛୁରୀ ଆଦି ରଖନ୍ତୁ ନାହିଁ। ଏହା ଦ୍ୱାରା ପୂଜାରେ ଫଳ ମିଳିନଥାଏ ଏବଂ ଆପଣଙ୍କର ମନ ବି ପୂଜାରେ ଲାଗି ନଥାଏ। ଯେଉଁ ଘରେ ସିଡ଼ି ତଳେ ମନ୍ଦିର ହୋଇଥାଏ ସେଠାରେ ଦୁର୍ଭାଗ୍ୟ ବାସ ବନାଇଥାଏ। ଏପରି ଘରେ ଝଗଡ଼ା ଲଢ଼େଇ ବନ୍ଦ ହେବାର ନାମ ହିଁ ନିଏ ନାହିଁ। ଏପରି ଘରେ ଦେବୀ ଦେବତା ମଧ୍ୟ ରୁହନ୍ତି ନାହିଁ। ପୂଜା ଘରକୁ କେବେ ବି ଦକ୍ଷିଣ ଦିଗ ମୁହାଁ କେବେ ବି ବନେଇବେ ନାହିଁ। କାରଣ ଏପରି ମନାଯାଏ କି ଦକ୍ଷିଣ ଦିଗରେ ନକାରାତ୍ମକ ଊର୍ଜାର ପ୍ରଭାବ ବେଶୀ ରହିଥାଏ। ଏଥିପାଇଁ ଘରେ ନେଗେଟିଭ ଆସିଥାଏ। ପୂଜା ସର୍ବଦା ଏକ ନିର୍ଦ୍ଦିଷ୍ଟ ସମୟରେ କରନ୍ତୁ। ଏହା ଦ୍ୱାରା ଆପଣଙ୍କର ପ୍ରାର୍ଥନା ଶୀଘ୍ର ଭଗବାନ ସ୍ୱୀକାର କରିଥାନ୍ତି। ମୟୂର ପୁଙ୍ଖ ପୂଜା ସ୍ଥାନରେ ନିଶ୍ଚୟ ରଖନ୍ତୁ। ମାନ୍ୟତା ଅଛି କି ମୟୂର ପୁଙ୍ଖ ପୂଜା ସ୍ଥାନରେ ରଖିବା ଦ୍ୱାରା ସକାରାତ୍ମକ ଊର୍ଜାର ବାସ ହୋଇଥାଏ। ଘରେ ଆପଣଙ୍କର ସୁଖ ଶାନ୍ତି ବନି ରହିଥାଏ। ଭଗବାନ ଶ୍ରୀକୃଷ୍ଣଙ୍କର ମଥାରେ ଲଗେଇ ରଖନ୍ତୁ। ଏହା ଦ୍ୱାରା ମା ଲକ୍ଷ୍ମୀଙ୍କର ବିଶେଷ କୃପା ହୋଇଥାଏ। ଗଙ୍ଗା ଜଳ ରଖିବା ସମୟରେ ଚାନ୍ଦି କିମ୍ବା ପିତ୍ତଳ ପାତ୍ରରେ ରଖନ୍ତୁ। ଘରେ ସୁଖ ଶାନ୍ତି ବନି ରହିଥାଏ। ଶଙ୍ଖ ନିଶ୍ଚୟ ରଖିବେ ଏବଂ ଶଙ୍ଖରେ ଆପଣ ନିଶ୍ଚୟ ଭଗବାନ ବିଷ୍ଣୁଙ୍କୁ ଜଳ ଅର୍ପଣ କରିପାରିବେ। ଶାଳଗ୍ରାମକୁ ନିଜର ପୂଜା ସ୍ଥାନରେ ରଖନ୍ତୁ ନାହିଁ। ଶାଳଗ୍ରାମକୁ ଆପଣ ତୁଳସୀ ପାଖରେ ରଖନ୍ତୁ। ଜୀବନରେ ଆର୍ଥିକ ସମସ୍ୟା ଆସିନଥାଏ। ଗଙ୍ଗା ଜଳ ସହିତ ଗୋମୂତ୍ର ବି ରଖିବା ଉଚିତ। ଏହା ଦ୍ୱାରା ସମସ୍ତ ଦେବୀ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିବା ସହିତ ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରିଦିଅନ୍ତୁ। ଆମ ଚ୍ୟାନେଲରେ ଆପଣମାନେ ନୂଆ ଥିଲେ ଚ୍ୟାନେଲଟିକୁ ଆମର ସବସ୍କ୍ରାଇବ୍ କରିଦିଅନ୍ତୁ।